आस आमे अभ्यास करिबा 3000 रु 3999 पर्यंत सरस्वती गणितमाला तृतीय श्रेणी देखिबा। नंबर 1 निम्न संख्या गुड़ी को संख्या सारणी रे सजाओ। एठी गोटे संख्या सारणी दिया जाइछि एवं संख्या दिया जाइछि ताकू आमे एही सारणी रे लिखिबा। देखिबा ये प्रथम संख्या ये जो 3 अच्छी ये 3 हबो हजार स्थान रे 3 ता पाखरे जो डाहण पटरे जो 6 अच्छी से हबो शतक स्थान रे 6 तापरे 6 रो डाहण रे जो 0 अच्छी से हबो दशक स्थान रे 0 एवं शेष रे जो 6 अच्छी से हबो एकक स्थान रे 6। तेबे यही संख्याटी है 3606। देखिबा परवर्ती संख्या द्वितीय संख्या यही जो 3 अच्छी प्रथम 3 हबो हजार स्थान रे 3 तापरे ता डाहण को जो 9 अच्छी से हबो शतक स्थान रे एवं शतकर डाहण रे जो 9 अच्छी से हबो दशक स्थान रे 9 एवं शेष रे जो 9 अच्छी से हबो एकक स्थान रे 9। यही संख्याटी है 3999। देखिबा आउ गोटे संख्या ये जो प्रथम जो 3 अच्छी से हबो हजार स्थान रे 3 एवं ता डाहण रे जो 9 अच्छी से हबो शतक स्थान रे 9 एवं ता डाहण रे जो 0 अच्छी से हबो दशक स्थान रे 0 एवं ता डाहण रे शेष रे जो 0 अच्छी से हबो एकक स्थान रे 0। तेबे संख्याटी है 3900। 2 नंबर प्रश्न निम्न संख्या गुड़िक 5 रो स्थानीय मान लेख। 5 रो स्थानीय मान आमे लिखिबा। देखिबा यही संख्या रे 3528 रे 5 रो स्थानीय मान 5 के स्थान रे अछि एठी अछि 5 5 रो स्थान होछि 500 एवं तार मूल्य हबो 500। 5 रे 2टी शून्य आमे देबा। देखिबा यही संख्या 3745 रे 5 रो स्थानीय मान 5 के स्थान रे अछि ए शेष रे अछि 5 रो स्थानीय मान होछि एकक 5 1 तार मूल्य हबो 5। ठीक से भली यही संख्या को देखिबा 3856 रे 5 रो स्थानीय मान 5 देखिबा एठी अछि दशक स्थान रे 5 10 बा 50। 3 नंबर प्रश्न स्तंभ मिलन कर दिया जायछि क स्तंभ ख स्तंभ आमे मिलन करिबा अर्थात गार टाणी आमे जोड़िबा। देखिबा ये संख्या 3928। देखिबा ख स्तंभ रे केउठी अछि 3928 एठी अछि 3928 आमे गार टाणिबा। तापर देखिबा द्वितीय संख्या 3004। देखिबा 3004 के स्थान रे अछि ख स्तंभ रो एठी ऊपर अछि 3004 आमे गार टाणिबा। तापर तृतीय संख्या देखिबा 3253। देखिबा ख स्तंभ रो के स्थान रे अछि एठी अछि एही संख्या 3253 आमे गार टाणिलु। एवं देखिबा चतुर्थ संख्या 3870 यही संख्या। देखिबा परवर्ती प्रश्न 4 नंबर प्रश्न 3649
ଅଣଷଠିର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ସଂଖ୍ୟା ଲେଖ। ଏହି ସଂଖ୍ୟା ଦୁଇଟିକୁ ଆବାକସରେ ସଜାଅ। ଏଠି ଯେଉଁ ଦିଆଯାଇଛି କ'ଣ 3000, ଏଠି 3659ର ପରବର୍ତ୍ତୀ ସଂଖ୍ୟା। ଆମେ ପରବର୍ତ୍ତୀ ସଂଖ୍ୟା ଲେଖିବା। ପରବର୍ତ୍ତୀ ସଂଖ୍ୟା ଏଠି ପରବର୍ତ୍ତୀ ସଂଖ୍ୟା କେତେ ହେବ 3660, 3660। ଏହି 3659ର ପୂର୍ବବର୍ତ୍ତୀ ସଂଖ୍ୟା ଏଠି ଅଛି। ପୂର୍ବବର୍ତ୍ତୀ ସଂଖ୍ୟା ମାନେ ଆମେ ଏକ କମ୍ କରିଦେବା 3659ରୁ। ଏ ଯେଉଁ 9 ଅଛି, ଏ 9 ବଦଳରେ ଆମେ ଏକ କମ୍ କଲେ କେତେ ହେବ 8 ହେବ। ଏକକ ସ୍ଥାନରେ 8। ତାପରେ ଏଠି ହେଲା 5, ଶତକ ସ୍ଥାନରେ 6, ତାପରେ ହଜାର ସ୍ଥାନରେ 3, 3658। ଏହି ସଂଖ୍ୟାକୁ ଆମେ କ'ଣ କରିବା ଆବାକସରେ ସଜେଇବା। ଗୋଲ କରି ଆମେ ସଜେଇବା। ଦେଖିବା 3658 ଏହି ସଂଖ୍ୟାରେ ଏକକ ସ୍ଥାନରେ 8 ଅଛି। ଏଠି ଆମେ 8ଟି ଗୋଲ କରିବା। 1 2 3 4 5 6 7 8। ତାପରେ ଦେଖିବା ଦଶକ ସ୍ଥାନରେ 5 ଅଛି। 5ଟି ଗୋଲ କରିବା। 1 2 3 4 5। ତାପରେ ଶତକ ସ୍ଥାନରେ 6 ଅଛି। 6ଟି ଗୋଲ କରିବା। 1 2 3 4 5 6। ତାପରେ ହଜାର ସ୍ଥାନରେ 3 ଅଛି। 3ଟି ଗୋଲ କରିବା। 1 2 3। ବର୍ତ୍ତମାନ ପରବର୍ତ୍ତୀ ସଂଖ୍ୟାକୁ ଆମେ ଆବାକସରେ ସଜାଇବା। ପରବର୍ତ୍ତୀ ସଂଖ୍ୟା ଏକକ ସ୍ଥାନରେ 0 ଅଛି। 0 ଥିଲେ ଆମେ ଗୋଲ କରିବା ନାହିଁ। ବର୍ତ୍ତମାନ ଦଶକ ସ୍ଥାନକୁ ଦେଖିବା। ଏଠି 6 ଅଛି। 6ଟି ଗୋଲ କରିବା। 1 2 3 4 5 6। ତାପରେ ଶତକ ସ୍ଥାନରେ ମଧ୍ୟ 6 ଅଛି। ଆମେ 6ଟି ଗୋଲ କରିବା। 1 2 3 4 5 6। ବର୍ତ୍ତମାନ ହଜାର ସ୍ଥାନରେ 3 ଅଛି। 3ଟି ଗୋଲ କରିବା। 1 2 3। ବର୍ତ୍ତମାନ ଆମେ ସଂଖ୍ୟା ଏ ସଂଖ୍ୟା 3659ର ଆମେ ପୂର୍ବବର୍ତ୍ତୀ ସଂଖ୍ୟା ଏବଂ ପରବର୍ତ୍ତୀ ସଂଖ୍ୟା ଲେଖି ଆବାକସରେ ଆମେ ତାକୁ ସଜାଇଲୁ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦେଖିବା 6 ନମ୍ବର 3798ର ପରବର୍ତ୍ତୀ 5ଟି ସଂଖ୍ୟା ଲେଖ ଊର୍ଦ୍ଧ୍ୱ କ୍ରମରେ, ମାନେ ସାନରୁ ବଡ଼ କ୍ରମରେ। ସାନରୁ ବଡ଼, ଊର୍ଦ୍ଧ୍ୱ କ୍ରମ ମାନେ ସାନରୁ ବଡ଼ କ୍ରମରେ ଆମେ ଲେଖିବା। କେତେରୁ ଆରମ୍ଭ କରିବା 3798ର ହେଲେ କେତେ ହେବ ପ୍ରଥମ ସଂଖ୍ୟା 3799। ଆଉ ଗୋଟେ ସଂଖ୍ୟା ହେଲା 3000। କେତେ 99ରେ 1 ମିଶିବ, ମାନେ ପରବର୍ତ୍ତୀ ସଂଖ୍ୟାରେ 1 ମିଶିବ। ହେଲେ ପରବର୍ତ୍ତୀ ସଂଖ୍ୟା ହେବ କେତେ 3800। ପରବର୍ତ୍ତୀ ସଂଖ୍ୟା ହେବ 3801। ପରବର୍ତ୍ତୀ ସଂଖ୍ୟା ହେବ 3802। ପରବର୍ତ୍ତୀ ସଂଖ୍ୟା ହେଲା 3803। ଏ ହେଲା 5ଟି ସଂଖ୍ୟା। 7 ନମ୍ବର ପ୍ରଶ୍ନ 3902ର ପୂର୍ବବର୍ତ୍ତୀ 5ଟି ସଂଖ୍ୟା ଲେଖ ଅଧକ୍ରମରେ। ଅଧକ୍ରମରେ କହିଲେ ବଡ଼ରୁ ସାନ କ୍ରମରେ। ବଡ଼ରୁ ସାନ, ବଡ଼ରୁ ସାନ ହେଉଛି ଅଧକ୍ରମ। ଦେଖିବା କେତେରୁ ହେଲେ 3901 ହେଲା ଗୋଟିଏ ସଂଖ୍ୟା।
तापर आर पूर्व संख्या 3901 ର ପୂର୍ବ ସଂଖ୍ୟା ଅର୍ଥାତ୍ 3900। तापर 3900 ର ପୂର୍ବବର୍ତ୍ତୀ ସଂଖ୍ୟା 3000 କେତେ 899। ଆଉ ଗୋଟେ ସଂଖ୍ୟା ହେଲା 3898। ଆଉ ଗୋଟେ ସଂଖ୍ୟା ହେଲା ତା ପୂର୍ବବର୍ତ୍ତୀ ସଂଖ୍ୟା 3897। ଏ ହେଲା ପାଞ୍ଚଟି ସଂଖ୍ୟା ଅଧକ୍ରମରେ ଅର୍ଥାତ୍ ବଡ଼ରୁ ସାନ କ୍ରମରେ। ଦେଖିବା 8 ନମ୍ବର ପ୍ରଶ୍ନ 3650 ରୁ 3700 ମଧ୍ୟବର୍ତ୍ତୀ ଏକକ ସ୍ଥାନରେ 3 ଥିବା ସଂଖ୍ୟା ଗୁଡ଼ିକୁ ଅଧକ୍ରମରେ ଲେଖ। ଅଧକ୍ରମରେ ଅର୍ଥାତ୍ କ'ଣ ବଡ଼ରୁ ସାନ କ୍ରମରେ ଆମେ ଲେଖିବା। କେତେରୁ କେତେ 3650 ରୁ 3700 ମଧ୍ୟରେ ଥିବା ସଂଖ୍ୟାକୁ ଆମେ ଅଧକ୍ରମରେ ଲେଖିବା। କ'ଣ ଏକକ ସ୍ଥାନରେ 3 ଥିବ। ଦେଖିବା 3700 ର ପୂର୍ବ ସଂଖ୍ୟା କେଉଁ ସଂଖ୍ୟାର ଏକକ ସ୍ଥାନରେ 3 ଥିବ। 3693 ଏକକ ସ୍ଥାନରେ 3 ଅଛି। ତାର এই ସଂଖ୍ୟାର ପୂର୍ବବର୍ତ୍ତୀ ସଂଖ୍ୟା କେଉଁ ସଂଖ୍ୟାର ଏକକ ସ୍ଥାନରେ 3 ଥିବ। ଅଧକ୍ରମରେ ଆମେ ଲେଖୁଛୁ 3600 କେତେ 83। ତାପରେ 3673 3663। ଆଉ ଗୋଟେ ସଂଖ୍ୟା ହେଲା 3653। ଏ ହେଲା ପାଞ୍ଚଟି ସଂଖ୍ୟା ଅର୍ଥାତ୍ ବଡ଼ରୁ ସାନ କ୍ରମରେ ଆମେ ଲେଖିଲୁ। 9 ନମ୍ବର ଦେଖିବା 3000 ଓ 3100 ମଧ୍ୟବର୍ତ୍ତୀ ଏକକ ସ୍ଥାନରେ 3 ଥିବା ସଂଖ୍ୟା ଗୁଡ଼ିକୁ ଅଧକ୍ରମରେ ଲେଖ। ଅଧକ୍ରମରେ କହିଲେ ବଡ଼ରୁ ସାନ କ୍ରମରେ। 3000 ରୁ 3100 ମଧ୍ୟବର୍ତ୍ତୀ ସଂଖ୍ୟା ଯେଉଁ ସଂଖ୍ୟା କି ଏକକ ସ୍ଥାନରେ 3 ଥିବ। ଦେଖିବା এই ଯେଉଁ 3100 ର ପୂର୍ବବର୍ତ୍ତୀ ସଂଖ୍ୟା ଯେଉଁ ସଂଖ୍ୟା କି ଏକକ ସ୍ଥାନରେ 3 ଥିବ। 3000 କେତେ 93। ଏ ହେଲା ଗୋଟିଏ ସଂଖ୍ୟା। এই ସଂଖ୍ୟାର ପୂର୍ବବର୍ତ୍ତୀ ସଂଖ୍ୟା 3083। এই ସଂଖ୍ୟାର ପୂର୍ବବର୍ତ୍ତୀ ସଂଖ୍ୟା 3073। ତାପରେ ହେବ 3063। ତାପରେ ହେବ 3053। ତାପରେ ହେବ 3043। ତାପରେ ହେବ 3033। ତାପରେ 3023। ତାପରେ ହେବ 3013। ତାପରେ ହେବ 3003। ଏ ହେଲା 3000 ଓ 3100 ମଧ୍ୟବର୍ତ୍ତୀ ଏକକ ସ୍ଥାନରେ 3 ଥିବା ସଂଖ୍ୟା ଗୁଡ଼ିକୁ ଅଧକ୍ରମରେ ଆମେ ଲେଖିଲୁ। କେତୋଟି ସଂଖ୍ୟା ହେଲା 1 2 3 4 5 6 7 8 9 10। 10ଟି ସଂଖ୍ୟା ହେଲା। ପରବର୍ତ୍ତୀ ପ୍ରଶ୍ନ 10 ନମ୍ବର ଯାହାକି ଆଜିର ଶେଷ ପ୍ରଶ୍ନ 3200 ରୁ 100 ଲେଖାଏଁ ଆରୋହ କ୍ରମରେ 6ଟି ସଂଖ୍ୟା ଲେଖ। ଆରୋହ କ୍ରମ କହିଲେ କ'ଣ ସାନରୁ ବଡ଼ କ୍ରମରେ ଆମେ ଲେଖିବା। କେତେ ବ୍ୟବଧାନ 100 ଲେଖାଏଁ ବଢ଼ି ବଢ଼ି ଯିବ। ଦେଖିବା କେତୋଟି ସଂଖ୍ୟା 6ଟି ସଂଖ୍ୟା।
हेले 3300 गोटे संख्या है। तापर आउ गोटे संख्या 100 अधिक करवा 3400। तापर आउ 100 अधिक करवा 3500। फिर 100 अधिक करवा 3600। तापर आउ 100 अधिक करवा 3700। तापर फिर आउ 100 अधिक करवा 3800। ये है 6टी संख्या 3300, 3400, 3500, 3600, 3700, 3800। यह है 3200 रु 100 लेखाएं आरोह क्रम 6टी संख्या आम लिखिलु। तेबे आज एतिकी। भिडियोटी जदि तुम माननकु भल लगी थाए ताहेले चैनल को सब्सक्राइब करंतु एवं एही भिडियो को निज सांगसाथी माननक पाखकु शेयर मध्य करंतु। रहुछि धन्यवाद।